ଧନ ବଡ଼ କି ଲକ୍ଷ୍ମୀ ଏକ ଶିକ୍ଷାଦାୟକ କାହାଣୀ। ସନ୍ଧ୍ୟାବେଳେ ଗାଁର ଗଛ ତଳେ ଲୋକମାନେ ଚର୍ଚ୍ଚା କରୁଥିଲେ। ଏକ ଦୁଇଜଣ ବ୍ୟକ୍ତି ମଧ୍ୟରେ ତର୍କ ହେଉଥିଲା, ଧନ ବଡ଼ କି ଲକ୍ଷ୍ମୀ। ଘନଶ୍ୟାମ, ଗାଁର ଧନୀ ବ୍ୟକ୍ତି, ବହୁତ ଅହଙ୍କାର କରୁଥିଲେ। ସେ କହୁଥିଲେ, ମୋତେ ଲକ୍ଷ୍ମୀ ଦରକାର ନାହିଁ, ମୋ ପାଖରେ ବ୍ୟାଙ୍କ ଭରି ଧନ ଅଛି। ଧନ ଥିଲେ ସବୁ କିଛି ମିଳିଯାଏ। ତାଙ୍କ ବିପରୀତ ଗୋବିନ୍ଦ ଥିଲେ ଏକ ସାଧାରଣ ଚାଷୀ। ସେ ରାତି ଦିନ କଠିନ ପରିଶ୍ରମ କରୁଥିଲେ ଓ ନିତ୍ୟ ଲକ୍ଷ୍ମୀ ପୂଜା କରୁଥିଲେ। ସେ କହୁଥିଲେ, ଧନ ଏକ ତରଳ ବସ୍ତୁ, ଆସିଥାଏ ଓ ଯାଏ, କିନ୍ତୁ ଯଦି ଲକ୍ଷ୍ମୀ ମା ଦୟା କରନ୍ତି ତେବେ ସେଇ ଧନ ରହିଥାଏ। ଏକ ଦିନ ଏମିତି ଘଟିଗଲା, ଗାଁରେ ବଡ଼ ବନ୍ୟା ଆସିଲା। ଘନଶ୍ୟାମଙ୍କର ଗଦି ଘର, ଗୋଦାମ ଓ ଧନ ବନ୍ୟାରେ ବୁଡ଼ିଗଲା। ସେ ଅସହାୟ ଓ ତ୍ରାଣ ଚାହିଁ ସମସ୍ତଙ୍କ ଘରେ ଯାଇଲେ, କିନ୍ତୁ ମନେ ରହିଥିବା ଅହଙ୍କାର ଦେଖି କେହି ସାହାଯ୍ୟ କଲେନି। ଗୋବିନ୍ଦଙ୍କର ଘର ଛୋଟ ଥିଲେ କିନ୍ତୁ ମଜବୁତ ଥିଲା। ସେ ପୂର୍ବରୁ ବନ୍ୟା ପାଇଁ ଚାଲିଚାଲି ବ୍ୟବସ୍ଥା କରିଥିଲେ। ଲୋକମାନେ ଗୋବିନ୍ଦଙ୍କ ଘରକୁ ଆଶ୍ରୟ ନେଲେ। ସେ ସମସ୍ତଙ୍କୁ ଖାଇବା ଦେଲେ, ବସିବା ଜାଗା ଦେଲେ। ଘନଶ୍ୟାମ ଲଜ୍ଜାରେ ଗୋବିନ୍ଦଙ୍କ ଛାତିକୁ ଧରି କହିଲେ, ଭାଇ, ମୁଁ ଭୁଲ କରିଥିଲି। ଧନ ବଡ଼ ନୁହେଁ, ଲକ୍ଷ୍ମୀ ଦୟା, ଦୟାଳୁତା ଓ ନିଷ୍ଠା ବଡ଼। ଆଜି ତୁମ ଦୟା ନଥାଏ ମୁଁ ବଞ୍ଚିପାରୁ ନଥାନ୍ତି। ଗୋବିନ୍ଦ ହସିଲେ ଓ କହିଲେ, ଧନ ସେଇଥିରେ ଯାହା ଦୁଃଖରେ ଦେଇପାରିବ। ଲକ୍ଷ୍ମୀ ମା ସେଠି ଥାନ୍ତି ଯେଉଁଠାରେ ସତ କାମ ହୁଏ। ଶିକ୍ଷା। ଧନ ଅସ୍ଥାୟୀ ଅଟେ, କିନ୍ତୁ ଯଦି ଆପଣଙ୍କ ପାଖରେ ନିଷ୍ଠା, ଦୟା ଓ ଲକ୍ଷ୍ମୀ ଭକ୍ତି ଥାଏ ତେବେ ସେ ଧନ ସବୁବେଳେ ଆସିଥିବା ଅଟେ।